କେତେ ହେବ 2-3 କିଲୋମିଟର ହେବ ନିଶ୍ଚୟ ଜବାବ ଦେବୁ ପ୍ରଶ୍ନ ଉତ୍ତର ଟିକେ ଦେବୁ କେତେ କିଲୋମିଟର ଗୋଟେ ସମୁଦ୍ର କିଲୋମିଟର କେତେ ହେବ ତ କେତେ ସମୁଦ୍ର ପାଣି ପିଇଥିବ ବାପରେ ବାପ କେତେ ଦିନ ଲାଗିଥିବ ଓ ବାପରେ ଭାବିଲା ବେଳକୁ ତ ଦିନ କଣ ମତେ ନିଦ ପଳାଉଛି ବଡ ତ ସେ ସମୁଦ୍ର ନାଁଟା କଣ କୋଉ ସମୁଦ୍ର ସେଇଟା ଆମର ପୃଥିବୀରେ କେତେଟା ସମୁଦ୍ର ଅଛି ବଡ ବଡ ସମୁଦ୍ର ଗୁଡାକ ଆମେ ଚିନ୍ତା କରିବା ବଡ ବଡ ସମୁଦ୍ର ନାଁ ଦେଖିବାକୁ ପଡିବ ସେଇ ଭିତରୁ କୋଉ ଗୋଟେ ସମୁଦ୍ର ହେଇଥିବ ବୋଧେ କୋଉ ସମୁଦ୍ର ଲେଖା ତ ଥିବ ସାଇଣ୍ଟିକାଲ ପ୍ରୁଫ ଦରକାର ପଡିବ ନା ଆମକୁ ପ୍ରୁଫ ନହେଲେ ହବନି ବାପା ପ୍ରୁଫ ଦରକାର ପଡିବ ପ୍ରୁଫ ଦେଖେଇଲେ ଯାଇ ବିଶ୍ୱାସ ହବ ଆଉ ଏମିତି ଦାନ୍ତୁରା ପରି ହେଇକିରି କୁକୁଡା ଦାନ୍ତରେ କଥା କହିଲେ ହବନି ବାପା ଗଞ୍ଜେଇ ଟାଣି ଦେଇକିରି ପ୍ରୁଫ ଗଞ୍ଜେଇ ଟାଣିବା କଥା ତ ମନେ ପଡିଗଲା କଣ ମଶାଣିରେ ଗଞ୍ଜେଇ ଫଞ୍ଜେଇ ଟାଣିନୁ ତ ତୁ ବି ବାପା ତ ସେ କୋଉ ଜାଗାରେ ଘଟିଥିଲା କୋଉ ସମୁଦ୍ର ସେଇଟା ଟିକେ ମତେ ଟିକେ କହିବୁ ବାପା ସମୁଦ୍ର କୋଉ ସମୁଦ୍ର ସେ ସମୁଦ୍ର ନାଁ କଣ ଥିଲା ଆଉ କେତେ ପରିମାଣରେ ବିଷ ମିଶିଲା ଆଉ କେତେ ପାଣି ପିଇଲା ସେଟା ଟିକେ ଆଉ କହିବାକୁ ପଡିବ ବୁଝିଲୁ ଠିକ ଅଛି ସେଇଟା ସିଏ ପିଇ ଦେଇଛି ଆର ତ ପ୍ରଶ୍ନ ଉତ୍ତର ଗୋଟେ ଦେବାକୁ ପଡିବ ଅନ୍ଧଭକ୍ତ ଆର ପ୍ରଶ୍ନ ଗୋଟେ ଦେବ ତାପରେ ଆଉ ଗୋଟେ ଦେଖିବା ଆମେ ତ ସାରା ବିଶ୍ୱର କଲ୍ୟାଣ ପାଇଁ କଣ କଣ ସାରା ବିଶ୍ୱ ମାନେ ସାରା ପୃଥିବୀ ଓହୋ ସାରା ବିଶ୍ୱ ମାନେ ସାରା ପୃଥିବୀର କଲ୍ୟାଣ ପାଇଁ 33 କୋଟି ଭଗବାନ ଗୁଡାକ ସବୁ ଭାରତରେ ରହିଗଲେ ଆମେରିକା ଅଷ୍ଟ୍ରେଲିଆ ନ୍ୟୁୟର୍କ ନ୍ୟୁଜିଲାଣ୍ଡ ୟୁରୋପ ଏମିତି ଅନ୍ୟ ଦେଶରେ ଆଫ୍ରିକା ଦୁବାଇ ମୁସଲମାନ ମାନଙ୍କର ଗୋଟେ ଦେଶରେ ଗୋଟେ ଯାଇଥିଲେ ଭଲ ହେଇଥାନ୍ତା ପୁଣି ଗୋଟେ ଦିଟା ହେଲେ ଗଲେ ନାହିଁ ଯେ ସବୁ ଭାରତରେ ରହିଗଲେ କେମିତି ଏଇଟା ଗୋଟେ ଆଶ୍ଚର୍ଯ୍ୟ ଲାଗୁଛି ହଉ ଠିକ ଅଛି ଭାରତ ରହିଗଲେ 2-4ଟା ଖଣ୍ଡେ ହେଲେ ବି ଗଲେ ନା 33 କୋଟି ସେ ସମୟରେ ଯୋଉ ଗ୍ରନ୍ଥଟା ଯୋଉ ସମୟରେ ଲେଖା ହେଇଥିଲା ସେ ସମୟରେ ଜନସଂଖ୍ୟା କେତେ ଥିଲେ ଆରେ ଏଇଟା ତ ଭଗବାନ 33 କୋଟି ହେଇଯାଉଛନ୍ତି ଯେତେବେଳେ ଇଂରେଜୀ ମାନେ ଶାସନ କରୁଥିଲେ ବ୍ରିଟିଶ ମାନେ ସେଇ ସମୟରେ 33 କୋଟି ଗୁଡାକ କଣ ଦାଁ ଲିଶୁଥିଲେ ନା ଖଣ୍ଡା ଫଣ୍ଡା ପଜେଇବାରେ ବ୍ୟସ୍ତ ଥିଲେ ବୋଧେ ମୁଁ ତ ଦେଖିଛି ସବୁ ଆଉ ଯାହାର ଫଟୋ ଦେଖିବ କିଏ ପୁରା ହତିଆର ଧରି ବୁଲୁଛନ୍ତି ମାନେ ଯେମିତି ବଣକୁ ଲୋକ ବେଣ୍ଟ କରିବା ପାଇଁ ଯାଉଛନ୍ତି ଘୁଷୁରୀ ବାରିଆ ଆଉ ହରିଣ ଠେକୁଆ ବାଘ ଭାଲୁ ଏ ବିଲୁଆ ଏସବୁ ଶିକାର କରିବା ପାଇଁ ଯାଉଛନ୍ତି ସେମିତି ମୁଁ ଦେଖୁଛି ସମସ୍ତଙ୍କ ହାତରେ ଠେଙ୍ଗା ବାଡି ହିଁ ଧରିଛନ୍ତି କିଏ ଗୋଟେ ଶାନ୍ତି ବଳେ ପ୍ରେମର ନାହିଁ ଯାହାର ଆଖି ଦେଖିବ ବଡ ବଡ କାହାର 4ଟା ହାତ କାହାର 8ଟା ହାତ କାହାର 10ଟା ହାତ ସମର ବ୍ଲାଉଜ ଏ ସବୁ ଗୋଟେ ଭାବିଲା ବେଳକୁ ଡ୍ରେସ ଫ୍ରେସ୍ ସିଲଉଥିଲା କିଏ ମାନେ ହାତ ମାପି ମାପି କେମିତି ସିଲଉଥିଲେ କଣ ଏତେ ସବୁ ଆଉ ଦାମୀ ଦାମୀ ଡ୍ରେସ ଗୁଡାକ କେମିତି ସିଲା ହଉଥିଲା କିଏ ସିଲଉଥିଲା କିଏ ଏମିତି ପିନ୍ଧୁଥିଲେ ଏତେ ଲେଖା ହାତ ମୁଣ୍ଡ ଗୁଡାକ 10-10ଟା ମୁଣ୍ଡ ଗୁଡାକ ସେ ମୁଣ୍ଡ ଗୁଡାକ ଦେଖିଲା ବେଳକୁ ଆମର ମୁଣ୍ଡ ଖରାପ ହେଇଯାଉଛି ତ ଏଇ ସବୁ ଗୁଡାକ ଆଉ ନିଶ୍ଚୟ ଟିକେ ଜବାବଟା ଦେବୁ ଆଉ ବିଶ୍ୱ ବୋଲି ଯୋଉ କହିଛୁ ସାରା ପୃଥିବୀର କଲ୍ୟାଣ ପାଇଁ ତ ସାରା ପୃଥିବୀରେ ତ ତାକୁ ଜାଣି ନାହାନ୍ତି ସାରା ପୃଥିବୀରେ ତ ପୂଜା ପାଉନାହାନ୍ତି ଯୀଶୁ ଖ୍ରୀଷ୍ଟ ସାରା ପୃଥିବୀରେ ପୂଜା ପାଉଛନ୍ତି ସାରା ପୃଥିବୀରେ ପୂଜା ପାଉଛନ୍ତି ପୃଥିବୀ ସାରା ସବୁ ଦେଶରେ ସବୁ ରାଜ୍ୟରେ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିଛନ୍ତି ଯୀଶୁ ଖ୍ରୀଷ୍ଟ ପ୍ରଭୁ ବୋଲି ସବୁ ରାଜ୍ୟରେ ସବୁ ଦେଶରେ ପୂଜା କରୁଛନ୍ତି ଏ ତ ସାରା ବିଶ୍ୱର କଲ୍ୟାଣ ପାଇଁ ସମୁଦ୍ର ପିଇ ସବୁଟା ସମୁଦ୍ର ଗିଳି ଦେଇଥିଲା ଯେମିତି ହନୁମାନ ସୂର୍ଯ୍ୟକୁ ଗିଳି ଦେଇଥିଲା ସେ କଣ ଗୋଟେ ଫଳ ବୋଲି ଭାବିକିରି ମାନେ କୋଉ ଗଛର ଲମ୍ବି ଥିଲା ନା କଣ ସେ ସୂର୍ଯ୍ୟଟା ମୁଁ ସେଇଟା ବୁଝିପାରୁନି କୋଉ ଗଛର ଲମ୍ବି ଥିଲା ନା ସ୍ୱର୍ଗକୁ ଆମେ ଦେଖୁଛୁ ସୂର୍ଯ୍ୟ ତ ପୁରା ଉପରେ ରହୁଛି ଉପରକୁ ଗଲା ନା କଣ କିଣିବା ପାଇଁ ହାମୁଡି ଛୋଟ ଥିଲା ସେ ତ ଚାଲି ପାରିନଥିବ ଉଡି ବି ତ ପାରିନଥିବ କାରଣ ସେ ବଡ ହେଲା ପରେ ଉଡିଲା ବୋଲି ଲେଖା ବଡ ହେଲା ପରେ ସେ ରକେଟ ଭଳିଆ ଉଡୁଥିଲା ପିଲାବେଳେ ତ ଉଡିବାର ଲେଖା ହେଇନି ନା ପିଲାବେଳେ ହାମୁଡୁଥିବ ବୋଧେ ପିଲାବେଳେ ଖାଇ ଦେଇଛି ହେଲେ କେମିତି ସେଇଟା ଖାଇ ଦେଇଛି ସେଇଟା ଟିକେ ନିଶ୍ଚୟ ପ୍ରଶ୍ନ ଉତ୍ତର ଟିକେ ଦେବୁ ସୂର୍ଯ୍ୟର ଆକାରଟା କେତେ ସେଇଟା ଟିକେ ଦେବୁ ଆଉ ପାଟିର ଆକାର କେତେ ହେଇଥିବ ମାନେ ଗୋଟେ ଜିନିଷ ଆମେ ଗିଳୁଛୁ ମାନେ ଧନ୍ୟ ମୁଁ ଗୋଟେ ଅଣ୍ଡାଟା ଗିଳିଦେବି ଅଣ୍ଡାଟା ଏଡ଼ିକିଟା ମୋ ପାଟିଟା ଟିକେ ଏଡ଼ିକିଟା କରିବାକୁ ପଡିବ ତେବେ ଯେ ମୁଁ ଗିଳି ପାରିବି ତଥାପି ସିଝା ଅଣ୍ଡା ଫଣ୍ଡା ଯଦି ଗିଳିଦେବା ଏ ତଣ୍ଟିରେ ଲାଗିଯିବ ଆମର ହଉ ଯୋଉ ସୂର୍ଯ୍ୟକୁ ଗିଳିଦେଲା ତାର ତା ପାଟି କେଡେ ବଡଟା ହେଇଥିବ ଓହୋ ଭାବିଲା ବେଳକୁ ମୋ ମୁଣ୍ଡ ଖରାପ ହେଇଯାଉଛି ହଉ ଏଇଟା ଗୋଟେ ହେଲା ସାରା ବିଶ୍ୱ ବୋଲି ତ କହିଲେ ଛାଡେ ସେଟା ସବୁ ଅନ୍ଧ କଥା ଗୁଡାକ ବିଶ୍ୱରେ କେହି ବି ଜାଣୁନାହାନ୍ତି ନାଇଁ କାଲି ଏଇଠି ଆଉ ଗୋଟେ
ସେ ରକ୍ଷାକର୍ତ୍ତା, ସେ କଲ୍ୟାଣକାରୀ, ଦେବମାନଙ୍କର ଦେବ, ରକ୍ଷାକର୍ତ୍ତା। କେତେ କେତେ ରାକ୍ଷସ ମାନଙ୍କୁ ହତ୍ୟା କରିଦେଇଛି। ମୁଁ ଗୋଟେ ଦେଖୁଥିଲି ବିଭିନ୍ନ ପ୍ରକାର ରାକ୍ଷସ ମାନଙ୍କୁ, ତ୍ରିପୁରାସୁର ରାକ୍ଷା, ଜଳନ୍ଧର ରାକ୍ଷସ, ଅନ୍ଧକାସୁର ରାକ୍ଷସ, ଆଉ ଗାଜାସୁର ରାକ୍ଷସ, ଦାକ୍ଷ୍ୟା ପ୍ରଜାପତି, ତାପରେ କାହ୍ନଦେବ, ଏମିତି ଅନେକ ରାକ୍ଷସ ମାନଙ୍କୁ ଆଉ ଶିବ ହତ୍ୟା କରିଦିଏ। ସେଠି କିଛି କିଛି ମତେ ଆଶ୍ଚର୍ଯ୍ୟ ଲାଗୁଛି। ଗୋଟେ ଦାକ୍ଷ୍ୟା ପ୍ରଜାପତି ରାଜା କଣ ସିଏ କଲେ, ତାଙ୍କ ସ୍ତ୍ରୀକୁ ଅପମାନ କଲେ ବୋଲି ତାଙ୍କର ମୁଣ୍ଡ କାଟିଦେଲେ। ମୁଣ୍ଡ କାଟିଦେଲା ପରେ କାଟିଦେଲେ ଯେ ଗୋଟେ ଛେଳି ମୁଣ୍ଡ ଆଣି ଯୋଡ଼ିଦେଲେ। ଏଇଟା କେମିତି ଦେଖୁଛନ୍ତି ତ? ଯେମିତି ତାଙ୍କ ପୁତ୍ରକୁ ନିଜେ କାଟିଦେଲେ, ଗୋଟେ ପୁଅକୁ ସେ ଚିହ୍ନି ପାରିଲା ନାହିଁ, ନିଜ ପୁଅକୁ ଚିହ୍ନି ପାରିଲା ନାହିଁ। ଆରେ ବାବୁ ଗଞ୍ଜେଇ ଟାଣ, ତତେ ଆଉ କଣ ଚିହ୍ନିବ ବାବୁ? ସେ ନିଜ ପୁଅକୁ ଚିହ୍ନି ପାରିଲା ନାହିଁ। ଚିହ୍ନିଥିଲେ କାହିଁକି ତାର ମୁଣ୍ଡ ଆଣି, ସେଟା ମଧ୍ୟ ମୁଣ୍ଡ ଆଣିବା ପାଇଁ ଜଣେ ବି ନାହିଁ, ଅନେକ ସୈନ୍ୟ ସାମନ୍ତ ଲାଗିଲେ ସେଇଠି। ମାନେ ଦାଣ୍ଡରେ ଝଗଡା ଝାଟି ଅଶାନ୍ତି ଚାଲିଛି, ଏଡେ ବଡ ରକ୍ତ ବହି ଯାଉଛି, ଆଉ ଘର ଭିତରେ ମାଟା ଅଛି ସେ ଜାଣିପାରୁନି। ଘର ହେଇଥିଲେ ତ ଜାଣିବ, ଗୁମ୍ଫା କାହିଁ କେତେ ଦୂର ଭିତରେ ପଶି ଯାଇଥିବ, ଆଉ କୁଆଡେ ଜାଣିବେ ଆହୁରି। ତ ଏଇଟା ଗୋଟେ ମତେ ଆଶ୍ଚର୍ଯ୍ୟ ଲାଗୁଛି। ଖଣ୍ଡା କାତି ନାଚି ଯାଉଛି ଦାଣ୍ଡରେ, ଆଉ ଘର ଲୋକ ଜାଣି ପାରୁନାହାନ୍ତି। ମୁଣ୍ଡ କଟିଗଲା ପରେ ହାତୀ ମୁଣ୍ଡ ଆଣିକି ଯୋଡି ଦଉଛନ୍ତି। ମାନେ ହାତୀ ମୁଣ୍ଡ ତ ଗୋଟେ ଏମିତି ଉପରୁ ରହିବା କଥା ନା, ସିଧା ଗୋଟେ ରହିବ କି ଭାଇ? ଗଞ୍ଜେଇ ଟାଣ, ଏଇଟା ଟିକେ ନିଶ୍ଚୟ ମତ ଦେବୁ। ନିଜ ପୁତ୍ରକୁ ଯିଏ ଚିହ୍ନି ପାରିଲା ନାହିଁ, ଆଉ ତତେ ଆଉ ମତେ କେମିତି ଚିହ୍ନିବ ବାବୁ? ସେଇଟା ଟିକେ ମତେ କହ।